ସୁନା ତସ୍କରୀ ମାମଲାରେ ବନ୍ଧା ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରାନ୍ୟା ରାଓ। ଚଳଚ୍ଚିତ୍ର ମାଣିକ୍ୟରେ କନ୍ନଡ଼ ସୁପରଷ୍ଟାର ସୁଦୀପଙ୍କ ବିପକ୍ଷରେ ଅଭିନୟ କରିଥିବା ରାନ୍ୟାଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ। ଏ ଅଭିନେତ୍ରୀ ସୁନା ମୁଦ୍ରା ଚୋରାଚାଲାଣ ଅଭିଯୋଗରେ ଗିରଫ ହୋଇଛନ୍ତି। ଗତକାଲି ରାତିରେ ବେଙ୍ଗାଲୁରୁ ଏୟାରପୋର୍ଟରେ ସୁନା ଚାଲାଣ ଅଭିଯୋଗରେ ଡିଆର୍ଆଇ ତାଙ୍କୁ ଗିରଫ କରିଛି। ଦୁବାଇରୁ 14.8 କେଜି ସୁନା ଆଣି ଭାରତରୁ ଫେରୁଥିଲେ ଅଭିନେତ୍ରୀ ରାନ୍ୟା ରାଓ। ଯାଞ୍ଚ ପରେ ତାଙ୍କଠୁ ସୁନା ଜବତ କରିବା ସହ ରାନ୍ୟାଙ୍କୁ ଗିରଫ କରିଛି ଡିଆର୍ଆଇ। ରାନ୍ୟା ରାଓ କର୍ଣ୍ଣାଟକ ଡିଜିପି ରାମଚନ୍ଦ୍ର ରାଓଙ୍କ ଝିଅ। ଏତେ ପରିମାଣରେ ସୁନା ଜବତ ହେବା ପରେ ଡିଆର୍ଆଇ ଟିମ୍ ତାଙ୍କୁ ପଚରାଉଚରା କରୁଛି। ତେବେ ଦୀର୍ଘ ଦିନ ରାନ୍ୟା ସୁନା ତସ୍କରୀର ସାମିଲ ଥିବା ଖବର ପାଇଥିଲେ ଡିଆର୍ଆଇ ଅଧିକାରୀ। ଗତ 15 ଦିନ ମଧ୍ୟରେ ସେ 4 ଥର ଦୁବାଇ ଯାତ୍ରା କରିଥିଲେ। ଏହାକୁ ନେଇ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା। ରାନ୍ୟାଙ୍କ ଉପରେ ନଜର ରଖିଥିଲେ ଡିଆର୍ଆଇ ଟିମ୍। ରାନ୍ୟାଙ୍କୁ ସବୁ ଥର ତାଙ୍କ ବାପାଙ୍କ ପରିଚୟ ଦେଇ ଯାଞ୍ଚରୁ ବଞ୍ଚି ଆସୁଥିଲେ। କିନ୍ତୁ ଏଥର ଅଭିନେତ୍ରୀ ରାନ୍ୟା ସୁନା ନେଇ ଦୁବାଇରୁ ବେଙ୍ଗାଲୁରୁ ଫେରୁଥିବା ଖବର ପାଇଥିଲା ଡିଆର୍ଆଇ। ବିମାନ ବନ୍ଦରରେ ତାଙ୍କ ଉପରେ ମାଡ଼ି ବସିଥିଲା ଡିଆର୍ଆଇ ଅଧିକାରୀ। ଯାଞ୍ଚ ବେଳେ ସେ ବିରୋଧ କରିଥିଲେ। ନିୟମ ଅନୁସାରେ ଡିଆର୍ଆଇ ଅଧିକାରୀ ତାଙ୍କୁ ପଚରାଉଚରା କରିବା ସହ ତଲାସି ନେଇଥିଲେ। ଯାଞ୍ଚ ବେଳେ ତାଙ୍କଠାରୁ 14 କେଜି 800 ଗ୍ରାମ ସୁନା ଜବତ ହୋଇଛି। ବ୍ୟୁରୋ ରିପୋର୍ଟ, ସୁଭଦ୍ରା ନ୍ୟୁଜ୍।